ସକାଳୁ ସକାଳୁ ମୋର କ'ଣ ଗୋଟେ ଯେ ଆଖିରେ ମୁଁ ପଡ଼ିଗଲା, ଭାରି ବଥା ହେଉଥିଲା ମୋ ଆଖିକୁ। ତାପରେ ମୁଁ ଏଠି ବାହାରକୁ ବାହାରିଲି, ସୂର୍ଯ୍ୟ ଦେବତାଙ୍କର ଦର୍ଶନ ହେଇଗଲା ମୋର। ତାପରେ ଡ୍ରେସ୍ ଆଡ଼କୁ ମୁଁ ଗଲି, ଡ୍ରେସ୍ ବି ମୋର ଶୁଖି ଯାଇଥିଲା। ଆଉ 5-10 ମିନିଟ୍ ପରେ ଆଣିକିନା ଆସିବି। ତାପରେ ମୁଁ ଏଠି ସକାଳୁ ସକାଳୁ ଗରମ ପାଣି ପିଏ। ତାପରେ ଏଠି ମୁଁ ଗରମ କରିଦେଇଥିଲି ପାଣିକୁ। ତାପରେ ଏଠି ଗରମ ପାଣି ମୁଁ ପିଇ ଦେଉଛି। ଗରମ ପାଣି ପିଇ ସାରିଲା ପରେ ମୁଁ ଦାନ୍ତକୁ ଦାନ୍ତ ମଞ୍ଜନ କରିଦେଉଛି, ସଫା କରିଦେଉଛି ମୋ ଦାନ୍ତକୁ। ତାପରେ ଏଠି ମୁଁ ଘର ଝାଡ଼ୁ କରିକିନା ପୋଛାପୋଛି ବି ମୋର କରିଦେବି। ତାପରେ ସବୁ ସାରିଲା ପରେ ମୁଁ ଏଠି ଗାଧେଇବି। ଗାଧେଇ ସାରିଲା ପରେ ତୁଳସୀ ମାତାଙ୍କୁ ମୁଁ ପୂଜା କରିବି। ତାପରେ ତୁଳସୀ ମାତାଙ୍କର ପୂଜା କରୁଛି ଏଠି ମୁଁ। ତାପରେ ତୁଳସୀ ମାତାଙ୍କ ପୂଜା ହେଇଗଲା ମୋର। ତାପରେ ଏଠି ମୁଁ ରୋଷେଇ ରେଡ଼ି କରିବି, କ'ଣ ପାଇଁନା ଭୋକ ବି ଲାଗିବ ମୋତେ। ତାପରେ ଏଠି ଗ୍ୟାସ୍ରେ ବସାଇଦେଲି। ତାପରେ ବାଇଗଣ ଭେଣ୍ଡିକୁ ମୁଁ ଏବେ ତରକାରୀ କରିବି। ଏଠି ମୁଁ ଭେଣ୍ଡିକୁ କାଟିଦେଲି, କାଟିକିନା ରେଡ଼ି କରିଦେଲି ସବୁ 3ଟା ଜିନିଷକୁ। ତାପରେ ଏଠି ମୋର ସବୁ କାଟାକଟି ରେଡ଼ି ହେଇଗଲାନି। ତାପରେ ଏଠି କଢ଼େଇରେ ମୁଁ ତେଲ ଗରମ କରିଦେଲି, ତେଲ ବି ମୋର ଗରମ ହେଇଗଲା। ଏଠି ମୁଁ ଜିରା ଟିକେ ଆଉ ଲଙ୍କା ପିଆଜ ପକାଇଦେଲି ମୁଁ ଏଠି। ତାପରେ ଏଇଟା ମୁଁ ରେଡ଼ି ହେଇଗଲା। ଏଠି ମୁଁ କାଟିଥିବା ଜିନିଷକୁ ମୁଁ ଏଠି ପକାଇଦେଲି। ତାପରେ ମୋ ତରକାରୀ ବି ହେଇଗଲା, ଏଠି ରେଡ଼ି ହେଇଗଲା। ତାପରେ ଏଠି ମୁଁ ଡ୍ରେସ୍ ମୁଁ ଇସ୍ତ୍ରୀ କରିବି, ୟୁନିଫର୍ମ ମୋର ଇସ୍ତ୍ରୀ କଲି। ତାପରେ ଏଠି ମୁଁ ରେଡ଼ି ହେଇଗଲା। ତାପରେ ମୁଁ ଡ୍ୟୁଟି ପାଇଁ ମୁଁ ରେଡ଼ି ହେଇଗଲି। ଡ୍ୟୁଟି ପାଇଁ ରେଡ଼ି ହେଇଗଲି। ଦେଖ କେତେ ସୁନ୍ଦର